ଶ୍ରୀମଦ୍ ଭାଗବତ ଗୀତା ଏକମାତ୍ର ଧର୍ମଗ୍ରନ୍ଥ ଯାହା ଜୀବନଯାପନର ସଠିକ୍ ଉପାୟ କୁହେ। ଭାଗବତ ଗୀତା ଜୀବନରେ ଧର୍ମ, କର୍ମ ଏବଂ ପ୍ରେମର ଶିକ୍ଷା ଦିଏ। ଶ୍ରୀମଦ୍ ଭାଗବତ ଗୀତାର ଜ୍ଞାନ ମାନବ ଜୀବନ ଏବଂ ମୃତ୍ୟୁ ପରବର୍ତ୍ତୀ ଜୀବନ ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଏ। ଗୀତା ଜୀବନର ଏକ ସମ୍ପୂର୍ଣ୍ଣ ଦର୍ଶନ ଏବଂ ଏହାକୁ ଅନୁସରଣ କରୁଥିବା ବ୍ୟକ୍ତି ସର୍ବୋତ୍ତମ। ଭାଗବତ ଗୀତାରେ ମୋଟ 18 ଅଧ୍ୟାୟ ଏବଂ 700 ଶ୍ଲୋକ ଅଛି, ଯାହାକୁ ପଢ଼ିବା ସମସ୍ତଙ୍କ ପାଇଁ ଟିକେ କଷ୍ଟକର। ସେଥିପାଇଁ ଆଜିର ଏହି ସ୍ୱତନ୍ତ୍ର ଭିଡ଼ିଓରେ ଆମେ ଶ୍ରୀମଦ୍ ଭାଗବତ ଗୀତାର 100ଟି ଚିନ୍ତାଧାରା ବିଷୟରେ କଥା ହେବାକୁ ଯାଉଛୁ, ଯାହାକୁ ଜାଣି ଆପଣ ଶ୍ରୀମଦ୍ ଭାଗବତ ଗୀତାର ପ୍ରକୃତ ଅର୍ଥ ବୁଝିପାରିବେ। ତେଣୁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ଚିନ୍ତାଧାରା ଗୁଡ଼ିକ ଶୁଣିବା ଉଚିତ। ତେଣୁ ଆସନ୍ତୁ ଜାଣିବା ଭାଗବତ ଗୀତାର 100ଟି ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେପରି ଅନ୍ଧାରରେ ଆଲୋକର ଶିଖା ଝଲସେ, ସେହିପରି ସତ୍ୟ ମଧ୍ୟ ଝଲସେ। ସେହିପରି ମଣିଷ ସର୍ବଦା ସତ୍ୟର ପଥ ଅନୁସରଣ କରିବା ଉଚିତ। ମୃତ୍ୟୁ ଏକ ଅନିବାର୍ଯ୍ୟ ସତ୍ୟ, ଯାହାକୁ କେବେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ଜଗତ ସୃଷ୍ଟି ହେବା ଦିନଠାରୁ ଜନ୍ମ ଏବଂ ମୃତ୍ୟୁର ଚକ୍ର ଚାଲି ଆସୁଛି। ଯେପରି ଜଣେ ମଣିଷ ତା'ର ପୁରୁଣା ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ପିନ୍ଧିଥାଏ, ସେହିପରି ଆତ୍ମା ପୁରୁଣା ଅଦରକାରୀ ଶରୀରକୁ ପରିତ୍ୟାଗ କରି ନୂତନ ଶରୀର ଧାରଣ କରେ। ଏହା ପ୍ରକୃତିର ନିୟମ। ଏହି ସତ୍ୟକୁ ଗ୍ରହଣ କରି ବ୍ୟକ୍ତି ଭୟ ନ କରି ବର୍ତ୍ତମାନରେ ବଞ୍ଚିବା ଉଚିତ। ଜଣେ ଜ୍ଞାନୀ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ପାଇଁ କିମ୍ବା ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେମାନଙ୍କ ପାଇଁ ଶୋକ କରନ୍ତି ନାହିଁ, କାରଣ ସେ ଜାଣନ୍ତି ଯେ ଯିଏ ମରିଯାଇଛି ସେ ପୁନର୍ବାର ଜନ୍ମ ନେବ ଏବଂ ଯିଏ ଜୀବିତ ଅଛି ସେ ନିଶ୍ଚିତ ଭାବରେ ଗୋଟିଏ ଦିନ ମରିବ। କର୍ମ ହେଉଛି ସବୁଠାରୁ ବଡ଼ ଧର୍ମ। ଗୀତାରେ ଅର୍ଜୁନଙ୍କୁ ଉପଦେଶ ଦେବା ସମୟରେ ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି। ଜଣେ ବ୍ୟକ୍ତି ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ଜନ୍ମଗ୍ରହଣ କରନ୍ତି ଏବଂ କେହି ନିଜ କର୍ତ୍ତବ୍ୟ ନ କରି ବଞ୍ଚିପାରିବେ ନାହିଁ। ଜଣେ ବ୍ୟକ୍ତି ପରିଣାମ ବିଷୟରେ ଚିନ୍ତା ନ କରି ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ। କ୍ରୋଧ ହେଉଛି ଜଣେ ବ୍ୟକ୍ତିକୁ ନରକକୁ ନେଇଯିବାର ଦ୍ୱାର। କ୍ରୋଧ କରିବା ଦ୍ୱାରା ଜଣେ ବ୍ୟକ୍ତିର ମନ ଅସ୍ଥିର ହୋଇଯାଏ। କ୍ରୋଧର ପ୍ରକୋପରେ ସେ ପ୍ରାୟତଃ ନିଜକୁ କ୍ଷତି ପହଞ୍ଚାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଜଣେ ବ୍ୟକ୍ତି କ୍ରୋଧଠାରୁ ଦୂରେଇ ରହିବା ଉଚିତ। ତୁମେ ଯେତେ ରାଗିଲେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କର। ଆଜି ଏହି ଦୁନିଆରେ ଯାହା ଅଛି ତାହା ଗତକାଲି ଅନ୍ୟ କାହାର ଥିଲା, ପରଦିନ ଆଉ କାହାର ହେବ। ତୁମେ ଏଠାକୁ ଖାଲି ହାତରେ ଆସିଛ ଏବଂ ଖାଲି ହାତରେ ଯିବ। ତୁମର ମନକୁ ନିୟନ୍ତ୍ରଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ମଣିଷ ମନ ପବନ ପରି ଚଞ୍ଚଳ। ମନ ହିଁ ମଣିଷକୁ ଯୌନ ଇଚ୍ଛା ପ୍ରତି ଭ୍ରମିତ କରିଥାଏ। ଯଦି ଜଣେ ନିଜ ଜୀବନକୁ ସଫଳ କରିବାକୁ ଚାହେଁ, ତେବେ ମନକୁ ନିୟନ୍ତ୍ରଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ମନକୁ ନିୟନ୍ତ୍ରଣ କରିବା ଦ୍ୱାରା ମନର ଶକ୍ତି କେନ୍ଦ୍ରିତ ହୁଏ, ଯାହା କାର୍ଯ୍ୟରେ ସଫଳତା ଆଣିଥାଏ। ଗୀତା ଅନୁସାରେ ଯେଉଁ ବ୍ୟକ୍ତି ନିଜ ମନକୁ ନିୟନ୍ତ୍ରଣ କରିଥାନ୍ତି, ସେ ମନରେ ଉଭା ହେଉଥିବା ଅଯଥା ଚିନ୍ତା ଏବଂ ଇଚ୍ଛାରୁ ମଧ୍ୟ ଦୂରରେ ରୁହନ୍ତି। ଏହା ସହିତ ଜଣେ ବ୍ୟକ୍ତି ସହଜରେ ତା'ର ଲକ୍ଷ୍ୟ ହାସଲ କରିପାରେ। ଯଦି ତୁମେ ତୁମର ମନକୁ ନିୟନ୍ତ୍ରଣ ନ କର, ତେବେ ଏହା ତୁମର ସବୁଠାରୁ ବଡ଼ ଶତ୍ରୁ ହୋଇଯିବ। ସବୁବେଳେ ସନ୍ଦେହ କରୁଥିବା ବ୍ୟକ୍ତି କେବେ ଶାନ୍ତି ପାଇପାରିବ ନାହିଁ। ତେଣୁ ସନ୍ଦେହ କରିବାରୁ ଦୂରେଇ ରୁହ। ଅତ୍ୟଧିକ ସନ୍ଦେହ କରିବା ମନର ଶାନ୍ତିକୁ ବିଚଳିତ କରେ ଏବଂ ଜଣେ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିଯାଏ ଏବଂ ତା'ର ସମ୍ପର୍କକୁ ନଷ୍ଟ କରିଦିଏ। ଶରୀରର ସୌନ୍ଦର୍ଯ୍ୟ ମନକୁ ଆକର୍ଷିତ କରେ। ଯେତେବେଳେ ପ୍ରକୃତିର ସୌନ୍ଦର୍ଯ୍ୟ ହୃଦୟକୁ ଆକର୍ଷିତ କରେ, ସେତେବେଳେ ମଣିଷର ସ୍ୱଭାବ ପବିତ୍ର ହୋଇଯାଏ। କିଏ କ'ଣ କରୁଛି, କିପରି କରୁଛି ଏବଂ କାହିଁକି କରୁଛି, ଏସବୁଠାରୁ ଆପଣ ଯେତେ ଦୂରରେ ରହିବେ, ଆପଣ ସେତେ ଖୁସି ହେବେ। ଜୀବନରେ ଆମେ କେତେ ଠିକ୍ ଏବଂ କେତେ ଭୁଲ
କେବଳ ଦୁଇ ଜଣ ଲୋକ ଜାଣନ୍ତି। ଜଣେ ହେଉଛନ୍ତି ଈଶ୍ୱର ଏବଂ ଅନ୍ୟ ଜଣେ ହେଉଛନ୍ତି ଆମର ବିବେକ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତିର ଜ୍ଞାନର ଅଭାବ ଅଛି ଏବଂ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ ସେ କେବେ ବି ଜୀବନରେ ସୁଖ ଏବଂ ସଫଳତା ପାଇପାରିବ ନାହିଁ। ଆସକ୍ତି ହେଉଛି ବିନାଶର କାରଣ। ମଣିଷର ଦୁଃଖର ମୂଳ କାରଣ ହେଉଛି ତାହାର ଆସକ୍ତି। ସେ ଯେତେ ଅଧିକ ଆସକ୍ତ ହେବ ସେ ସେତେ ଅଧିକ କଷ୍ଟ ପାଇବ। ଅତୀତକୁ ପରିବର୍ତ୍ତନ କରିପାରିବ ନାହିଁ ଏବଂ ଚିନ୍ତା ଭବିଷ୍ୟତକୁ ଗଢ଼ିପାରିବ ନାହିଁ। ତେଣୁ ବର୍ତ୍ତମାନକୁ ଉପଭୋଗ କରିବା ହେଉଛି ଜୀବନର ପ୍ରକୃତ ସୁଖ। ଶ୍ରୀକୃଷ୍ଣ କୁହନ୍ତି, ଯେଉଁମାନେ ତୁମକୁ ସମର୍ଥନ କରନ୍ତି ସେମାନଙ୍କୁ ସମର୍ଥନ କର ଏବଂ ଯେଉଁମାନେ ତୁମ ସହିତ ବିଶ୍ୱାସଘାତକତା କରନ୍ତି ସେମାନଙ୍କୁ ଛାଡ଼ିଦିଅ। କେବେ ବି ଏପରି ସ୍ଥାନକୁ ଯାଅ ନାହିଁ ଯେଉଁଠାରେ ତୁମକୁ ସମ୍ମାନ କରାଯାଏ ନାହିଁ, ନଚେତ୍ ଲୋକମାନେ ତୁମକୁ ଦୁର୍ବଳ ଏବଂ ମୂର୍ଖ ବୋଲି ଭାବିବେ। ଯେଉଁଠାରେ ବର୍ଷା ହୁଏ ନାହିଁ ଫସଲ ନଷ୍ଟ ହୁଏ ଏବଂ ଯେଉଁଠାରେ ସଂସ୍କୃତି ନାହିଁ ଜାତି ନଷ୍ଟ ହୁଏ। ଯେଉଁମାନେ କୁହନ୍ତି ଯେ ମୋ ପାଖରେ ସମୟ ନାହିଁ, ପ୍ରକୃତରେ ତୁମର ନାମ ସେମାନଙ୍କ ବିଶେଷ ସମ୍ପର୍କରେ ନାହିଁ। ତୁମର କଥାକୁ ଏତେ ମଧୁର ରଖ ଯେ ଯଦି ତୁମକୁ ସେଗୁଡ଼ିକ ଫେରାଇ ନେବାକୁ ପଡ଼େ ତୁମେ ତିକ୍ତ ଅନୁଭବ କରିବ ନାହିଁ। କିଛି ଆତ୍ମସମ୍ମାନ ରଖିବା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଲୋକମାନେ ତୁମକୁ ଦମନ କରିବାକୁ ଚେଷ୍ଟା କରିବେ। ଯେପର୍ଯ୍ୟନ୍ତ ତୁମେ ନିଜ ପାଖରେ ହାର ନ ଖାଇବ ସେ ପର୍ଯ୍ୟନ୍ତ ଦୁନିଆର କୌଣସି ଶକ୍ତି ତୁମକୁ ପରାସ୍ତ କରିପାରିବ ନାହିଁ। ତୁମେ ଦୁର୍ବଳ ନୁହଁ, ତୁମର ସମୟ ଆଉ ସମୟ ସମସ୍ତଙ୍କ ପାଇଁ ବଦଳିଯାଏ। ତୁମେ କେବଳ ତୁମର କର୍ତ୍ତବ୍ୟ ପାଳନ କରିଚାଲ। ଯିଏ କେବେ ସଙ୍କଟ ଦେଖିନାହିଁ ସେ କେବଳ ତାହାର ଶକ୍ତି ଜାଣିପାରିବ ନାହିଁ। ଯେଉଁମାନେ ଅନ୍ୟମାନଙ୍କ ସମସ୍ୟା ବୁଝନ୍ତି ସେମାନେ ଦୟାଳୁ। ଯେଉଁମାନେ ହୃଦୟର ଭଲ ସେମାନଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡ଼ିବ ନାହିଁ। କାହାକୁ କିଛି ଦେବା ପରେ ଗର୍ବ କର ନାହିଁ। କିଏ ଜାଣେ ତୁମେ ତାହା ଦେଉଛ ନା ପୂର୍ବଜନ୍ମର ଋଣ ପରିଶୋଧ କରୁଛ। ଜଣେ ଅହଙ୍କାରୀ ବ୍ୟକ୍ତି ତା'ର ବଂଶ, ଧନ ଏବଂ ପ୍ରତିଷ୍ଠା ତିନୋଟି ହରାଇଥାଏ। ଯଦି ତୁମେ ବିଶ୍ୱାସ କରୁନ ତେବେ ରାବଣ, କୌରବ ଏବଂ କଂସକୁ ଦେଖ। ଯଦି ତୁମେ କାହାକୁ ବିଶ୍ୱାସ କରିବାକୁ ଚାହୁଁଛ ତେବେ ସେମାନଙ୍କ କଥାକୁ ନୁହେଁ ସେମାନଙ୍କ କାର୍ଯ୍ୟକୁ ଧ୍ୟାନ ଦିଅ। ଯଦି ତୁମେ କ୍ରୋଧରେ ଟିକେ ମୁହଁ ଫେରାଇ ନିଅ ଏବଂ ଭୁଲ କଲେ ଟିକେ ମୁହଁ ଫେରାଇ ଦିଅ ତେବେ ଜୀବନ ସହଜ ହୋଇଯାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯେଉଁ ବ୍ୟକ୍ତି ମୋତେ ଜାଣେ ସେ ଜନ୍ମ ଏବଂ ମୃତ୍ୟୁର ଶୃଙ୍ଖଳରୁ ମୁକ୍ତ ହୁଏ। ଯେଉଁ ବ୍ୟକ୍ତି ଭାଗବତ ଗୀତା ପଢ଼େ ଏବଂ ତାହା ଉପରେ କାର୍ଯ୍ୟ କରେ ତାହାର ସମସ୍ତ ଦୁଷ୍ଟକର୍ମର ପ୍ରଭାବ ଶେଷ ହୋଇଯାଏ। ଯାହା ତା ଭାଗ୍ୟରେ ଅଛି ତାହା ତା ପାଖକୁ ଦୌଡ଼ି ଆସିବ ଏବଂ ଯାହା ତା ଭାଗ୍ୟରେ ନାହିଁ ତାହା ଆସି ପଳାଇଯିବ। ଯେପରି ପବନର ଝଡ଼ ଡଙ୍ଗାକୁ ଭୁଲ ବାଟରେ ଫୋପାଡ଼ି ଦିଏ ସେହିପରି ମଣିଷର ଇଚ୍ଛା ବୁଦ୍ଧିକୁ ଭୁଲ ବାଟରେ ଫୋପାଡ଼ି ଦିଏ। ଯେଉଁ ବ୍ୟକ୍ତି ସୁଖ ଏବଂ ଦୁଃଖରେ, ସମ୍ମାନ ଏବଂ ଅପମାନରେ ଶାନ୍ତ ରହିଥାଏ ସେ ମୋ ପାଇଁ ବହୁତ ପ୍ରିୟ। ଏହି ଦୁନିଆ ମୋର ଭ୍ରମ। ଏହି ଦୁନିଆ ମୁଁ ସୃଷ୍ଟି କରିଛି ଏବଂ ମୁଁ ଏହାକୁ ପାଳନ କରେ ଏବଂ ଏହାକୁ ନଷ୍ଟ କରେ। ମୁଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ସମସ୍ତ ପ୍ରାଣୀଙ୍କୁ ଜାଣେ, କିନ୍ତୁ ବାସ୍ତବରେ କେହି ମୋତେ ଜାଣନ୍ତି ନାହିଁ। ଯେତେବେଳେ ଜଣେ ବୁଦ୍ଧିମାନ ବ୍ୟକ୍ତି ସମ୍ପର୍କ ବଜାୟ ରଖିବା ବନ୍ଦ କରିଦିଏ ସେତେବେଳେ ବୁଝିବା ଉଚିତ ଯେ ତାଙ୍କର ଆତ୍ମସମ୍ମାନକୁ କୌଣସି ସ୍ଥାନରେ ଆଘାତ ଲାଗିଛି। ପ୍ରେମ ସବୁବେଳେ କ୍ଷମା ମାଗିବାକୁ ପସନ୍ଦ କରେ ଏବଂ ଅହଙ୍କାର ସବୁବେଳେ କ୍ଷମା ପ୍ରାର୍ଥନା ଶୁଣିବାକୁ ପସନ୍ଦ କରେ। ତୁମର କାର୍ଯ୍ୟ ହିଁ ତୁମର ପରିଚୟ, ନଚେତ୍ ସମାନ ନାମରେ ହଜାର ହଜାର ଲୋକ ଅଛନ୍ତି। ଭଲ କାମ କରିବା ସତ୍ତ୍ୱେ ଲୋକମାନେ କେବଳ ତୁମର ଖରାପ କଥା ମନେ ରଖିବେ। ତେଣୁ ଲୋକମାନେ କ'ଣ କୁହନ୍ତି ତା ଉପରେ କେବେ ଧ୍ୟାନ ଦିଅ ନାହିଁ। ଯଥାସମ୍ଭବ ଚୁପ୍ ରହିବା ଭଲ, କାରଣ ଜୀବ ହିଁ ଜଣେ ବ୍ୟକ୍ତିକୁ ଅଧିକାଂଶ ଅପରାଧ କରାଏ। କାହାକୁ ଠକିବା ଏକ ଋଣ ଯାହା ତୁମେ ନିଶ୍ଚିତ ଭାବରେ ଗୋଟିଏ ଦିନ ଅନ୍ୟ କାହା ହାତରେ ପାଇବ। ଭଲ ଆଖି ହେଉଛି ଯାହା କେବଳ ନିଜ ଦୋଷ ଏବଂ ଅନ୍ୟମାନଙ୍କ ଗୁଣଗୁଡ଼ିକ ଦେଖେ।
ସମୟ ସହିତ ନିଜ ସ୍ୱଭାବ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ କେବେ ବିଶ୍ୱାସ କର ନାହିଁ। ଜୀବନରେ କେବେ ବି କାହା ସହିତ ନିଜକୁ ତୁଳନା କର ନାହିଁ। ତୁମେ ଯେପରି ଅଛ ସେହିପରି ସର୍ବୋତ୍ତମ। ସମସ୍ତଙ୍କୁ ନିଜ ଜୀବନ ବଦଳାଇବା ପାଇଁ ସମୟ ମିଳିଥାଏ, କିନ୍ତୁ ସମୟ ବଦଳାଇବା ପାଇଁ କାହାକୁ ଦ୍ୱିତୀୟ ଜୀବନ ମିଳେ ନାହିଁ। ଯାହା ଘଟିବାକୁ ଯାଉଛି ତାହା ଘଟେ ଏବଂ ଯାହା ଘଟିବ ନାହିଁ ତାହା କେବେ ହୁଏ ନାହିଁ। ଯେଉଁମାନଙ୍କ ମନରେ ଏପରି ଦୃଢ଼ ସଂକଳ୍ପ ଥାଏ ସେମାନେ କେବେ ଚିନ୍ତିତ ହୁଅନ୍ତି ନାହିଁ। ଭଲ ଉଦ୍ଦେଶ୍ୟ ନେଇ କରାଯାଇଥିବା କାମ କେବେ ବ୍ୟର୍ଥ ହୁଏ ନାହିଁ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ଫଳ ମିଳିଥାଏ। ଜୀବନର ସବୁଠାରୁ ବଡ଼ ଭୁଲ ହେଉଛି ସେହି ଭୁଲ ଯାହାରୁ ଆମେ କିଛି ଶିଖିପାରୁନାହୁଁ। ଆଜି ତୁମେ ଯାହା କରୁଛ କାଲି ତୁମେ ତା'ର ଫଳ ପାଇବ ଏବଂ ଆଜି ତୁମର ଯାହା ଅଛି ତାହା ତୁମର କର୍ମର ଫଳାଫଳ। ଯେଉଁ ବ୍ୟକ୍ତି ମୋତେ ଭକ୍ତି ସହିତ ପୂଜା କରେ ମୁଁ ତାକୁ ସବୁକିଛି ଦିଏ ଯାହା ତା ପାଖରେ ନାହିଁ ଏବଂ ତା ପାଖରେ ଯାହା ଅଛି ତାହା ମଧ୍ୟ ମୁଁ ରକ୍ଷା କରେ। ଯଦି ତୁମେ ବୁଝିପାରୁଛ ଯେ କାହା ସହିତ କଥା ହେବା କେବେ ଏବଂ କେତେ, ତେବେ ତୁମେ ତୁମର ଜୀବନରେ ଅର୍ଥପୂର୍ଣ୍ଣ ହୋଇଛ। କାହ୍ନା କୁହନ୍ତି ଯେ ଯଦି ତୁମକୁ ଜୀବନରେ କେବେ ସୁଯୋଗ ମିଳେ ତେବେ କାହାର ବନ୍ଧୁ ହୁଅ। ଧର୍ମର ବନ୍ଧୁ ହେବା ସ୍ୱାର୍ଥପର ନୁହେଁ ଏବଂ ଧର୍ମହୀନତାରେ ପରିପୂର୍ଣ୍ଣ ହୃଦୟ ଧର୍ମହୀନତାକୁ ପରାମର୍ଶ ଦିଏ। ମଣିଷ ଦୁଃଖୀ ନୁହେଁ କାରଣ ସେ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ। ମଣିଷ ଦୁଃଖୀ କାରଣ ସେ ଈଶ୍ୱରଙ୍କୁ ବିଶ୍ୱାସ କରେ ନାହିଁ। ସମୟ ଆସିଲେ ସମସ୍ତେ କିଛି ପାଇଥାନ୍ତି। ସମୟ ପୂର୍ବରୁ ଇଚ୍ଛା ଦୁଃଖର କାରଣ ହୋଇଥାଏ। ସେମାନେ ମୂର୍ଖ ଯେଉଁମାନେ ପ୍ରେମକୁ ବକବାସ ବୋଲି କୁହନ୍ତି। ପ୍ରେମ ହେଉଛି ଏହି ଜଗତର ମୂଳ। ଏହି ଜଗତ ଏଥିରୁ ସୃଷ୍ଟି। ସମ୍ପର୍କରେ ନିୟମିତ ଦୂରତା ସମ୍ପର୍କକୁ ସଂଯୋଗ କରେ ଏବଂ ଅନିୟମିତ ଦୂରତା ସମ୍ପର୍କ ଭାଙ୍ଗିଦିଏ। ମଣିଷ ତା'ର ବିଶ୍ୱାସ ଦ୍ୱାରା ତିଆରି ହୁଏ। ସେ ଯାହା ବିଶ୍ୱାସ କରେ ତାହା ହୋଇଥାଏ। ଏହି ଦୁନିଆରେ କେହି ତାଙ୍କ ଭାଗ୍ୟ ଅପେକ୍ଷା ଏବଂ ସମୟ ପୂର୍ବରୁ ଅଧିକ ପାଇନାହାନ୍ତି ଏବଂ ସେ କେବେ ପାଇବେ ନାହିଁ। ଜୀବନରେ ଆପଣଙ୍କ ବାଣୀକୁ ନିୟନ୍ତ୍ରଣ କରିବା ଆବଶ୍ୟକ କାରଣ ଶବ୍ଦ ଦ୍ୱାରା ଦିଆଯାଇଥିବା ଆଘାତ କେବେ ଭଲ ହୋଇପାରେ ନାହିଁ। କୃଷ୍ଣ କୁହନ୍ତି ଧର୍ମ ପାଇଁ ଲଢ଼ିବାକୁ ଶିଖନ୍ତୁ, ଅଧାର୍ମିକଙ୍କ ମୃତ୍ୟୁ ହେବାକୁ ଶିଖନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ପାଇଁ ବଳିଦାନ ଦେବାକୁ ଶିଖନ୍ତୁ। ସତ୍ୟ ସର୍ବଦା ପାଣିରେ ତେଲ ବୁନ୍ଦା ପରି। ଅସତ୍ୟରେ ଯେତେ ପାଣି ଢାଳିଲେ ମଧ୍ୟ ଏହା ସର୍ବଦା ଉପରେ ଭାସିଥାଏ। ଆପଣଙ୍କ ଜୀବନରେ କେବେ ବି ସୁଖରେ ପ୍ରତିଶ୍ରୁତି କାହାକୁ ଦିଅନ୍ତୁ ନାହିଁ। ରାଗିବେ ନାହିଁ କିମ୍ବା ଦୁଃଖରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜଣେ ବ୍ୟକ୍ତି ଲକ୍ଷ ଲକ୍ଷ ଜିନିଷ ଜାଣିପାରନ୍ତି ଯଦିଓ ସେ ସମଗ୍ର ବିଶ୍ୱକୁ ଜାଣନ୍ତି, କିନ୍ତୁ ଯଦି ସେ ନିଜକୁ ଜାଣନ୍ତି ନାହିଁ ତେବେ ସେ ଅଜ୍ଞ। ଯଦି କେହି ଆପଣଙ୍କୁ ପ୍ରତ୍ୟାଖ୍ୟାନ କରେ ତେବେ ଖରାପ ଅନୁଭବ କରନ୍ତୁ ନାହିଁ କାରଣ ସେମାନେ ପ୍ରକୃତରେ ଆପଣଙ୍କ ମୂଲ୍ୟ ଜାଣନ୍ତି ନାହିଁ। ଯାହା ଆମକୁ କନ୍ଦାଇଥାଏ ତାଠାରୁ ଗଭୀର ସମ୍ପର୍କ ଆଉ ନାହିଁ ଏବଂ ଯାହା ଆମକୁ କନ୍ଦାଇ ଦିଏ ତାଠାରୁ ଦୁର୍ବଳ ସମ୍ପର୍କ ଆଉ ନାହିଁ। ସର୍ବଦା ଶାନ୍ତ ରୁହନ୍ତୁ। ଏହା ସହିତ ଆପଣଙ୍କ ଜୀବନରେ ନିଜକୁ ବହୁତ ଶକ୍ତିଶାଳୀ ପାଇବେ କାରଣ ଲୁହା କେବଳ ଥଣ୍ଡା ହେଲେ ହିଁ ଶକ୍ତିଶାଳୀ ହୋଇଥାଏ, କିନ୍ତୁ ଯେତେବେଳେ ଏହା ଗରମ ଥାଏ ଏହାକୁ ଯେକୌଣସି ଆକାରରେ ରୂପ ଦିଆଯାଇପାରିବ। ଏହି ଗୁଣଗୁଡ଼ିକ ବିପର୍ଯ୍ୟୟ ସମୟରେ ଆପଣଙ୍କୁ ରକ୍ଷା କରିବ। ଆପଣଙ୍କର ଜ୍ଞାନ, ଆପଣଙ୍କର ନମ୍ରତା, ଆପଣଙ୍କର ବୁଦ୍ଧିମତ୍ତା, ଆପଣଙ୍କର ଆନ୍ତରିକ ସାହସ, ଆପଣଙ୍କର ଭଲ କାର୍ଯ୍ୟ, ସତ୍ୟ କହିବାର ଅଭ୍ୟାସ ଏବଂ ଈଶ୍ୱରଙ୍କ ପ୍ରତି ବିଶ୍ୱାସ। କଷ୍ଟକର ସମୟରେ ଜଣେ ବ୍ୟକ୍ତି ଏକାକୀ ହୋଇଯାଏ, କିନ୍ତୁ ଅସୁବିଧା ଯୋଗୁଁ ସେହି ବ୍ୟକ୍ତି ଶକ୍ତିଶାଳୀ ହୋଇଯାଏ। ଯିଏ ତୁମକୁ ସମ୍ମାନ କରେ ତାକୁ ସମ୍ମାନ କର। କାହାକୁ ଦେଖି ମୁଣ୍ଡ ନୁଆଇବା କାପୁରୁଷତାର ଲକ୍ଷଣ। ଆମେ ଦୁନିଆରେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଉ, ଗୋଟିଏ କାମ କର, ସର୍ବଶକ୍ତିମାନଙ୍କ ହାତରେ ନିଜର ଜୀବନ ସମର୍ପଣ କର। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ। ଯେପରି ପିଲାଟି ହସିଥାଏ, ଯେତେବେଳେ ତୁମେ ତାକୁ ବାୟୁରେ ଫିଙ୍ଗିଦିଅ ସେ ଭୟ କରନ୍ତି ନାହିଁ କାରଣ ସେ ଜାଣନ୍ତି ଯେ ତୁମେ ତାକୁ ପଡ଼ିବାକୁ ଦେବ ନାହିଁ। କାହ୍ନା କୁହନ୍ତି
ନିରାଶ ହୁଅ ନାହିଁ। ଯେଉଁଠାରେ ତୁମର ନିଜ ଲୋକମାନେ ତୁମଠାରୁ ମୁହଁ ଫେରାଇବେ, ମୁଁ ସେହିଠାରେ ତୁମ ସହିତ ରହିବି। କାହା ଆଗରେ ଏତେ ନଇଁ ପଡ଼ ନାହିଁ ଯେ ସେ ଭାବିବାକୁ ଲାଗିବ ଯେ ତୁମେ ପଡ଼ିଗଲ। ଲୋକମାନେ ତୁମକୁ ଯେତେବେଳେ ସମ୍ମାନ କରିବେ, ସେତେବେଳେ ତୁମେ ସେମାନଙ୍କୁ ସେମାନଙ୍କ ପରି ଅଣଦେଖା କରିବାକୁ ଶିଖିବ। ଯାହା ଆମକୁ କନ୍ଦାଇଥାଏ ତାଠାରୁ ଗଭୀର ସମ୍ପର୍କ ଆଉ ନାହିଁ। ଯାହା ଆପଣଙ୍କୁ କନ୍ଦାଉଛି ତାଠାରୁ ଦୁର୍ବଳ ସମ୍ପର୍କ ଆଉ କିଛି ନାହିଁ। ଏବଂ ଯାହା ଖରାପ ସମୟରେ ମଧ୍ୟ ସମ୍ପର୍କ ବଜାୟ ରଖେ ତାଠାରୁ ବଡ଼ ସମ୍ପର୍କ ଆଉ କିଛି ନାହିଁ। କାହ୍ନା କୁହନ୍ତି, ଯିଏ ଭଗବାନଙ୍କୁ ବୁଝେ ସେ ଅମର ଏବଂ ଯିଏ ଭଗବାନର ବାହାରେ ସେ ଅପରିଚିତ। ଯିଏ ଦୂରରେ ଥାଇ ମଧ୍ୟ ନିକଟତର ସେ ଆମର, ଯିଏ ନିକଟତର ହେଲେ ମଧ୍ୟ ଦୂରରେ ସେ ଅପରିଚିତ। ମଣିଷ ସର୍ବଦା ନିଜ ଭାଗ୍ୟକୁ ଅଭିଶାପ ଦିଏ, ଏହା ଜାଣି ଯେ ତାର କର୍ମ ଭାଗ୍ୟଠାରୁ ଉଚ୍ଚ, ଯାହା ତା ନିଜ ହାତରେ। ଜଣେ ଜ୍ଞାନୀ ବ୍ୟକ୍ତି ହେଉଛି ଯିଏ ଅନ୍ୟମାନଙ୍କୁ ବିଶେଷତ୍ୱ ଦେଖି ସେମାନଙ୍କୁ ତୁଳନା କରେ ନାହିଁ କିମ୍ବା ଈର୍ଷା କରେ ନାହିଁ। ଏହି ଜଗତରେ କେହି କାହା ପ୍ରତି ସହାନୁଭୂତି ପ୍ରକାଶ କରନ୍ତି ନାହିଁ। ଶବକୁ ଶ୍ମଶାନରେ ରଖିବା ପରେ ନିଜ ଲୋକ ପଚାରନ୍ତି ଯେ ଏଥିରେ ଆଉ କେତେ ସମୟ ଲାଗିବ। ଦୁଃଖ ରହିବା ମଧ୍ୟ ଆବଶ୍ୟକ, ତେବେ ହିଁ ଜୀବନ ପୂର୍ଣ୍ଣ ହୁଏ। କେବଳ ସୁଖ ବ୍ୟକ୍ତିକୁ ଶକ୍ତିଶାଳୀ କରେ ନାହିଁ କିମ୍ବା ଜୀବନର ଉଭୟ ଦିଗ ବିଷୟରେ ସଚେତନ କରାଏ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ଜଗତରେ ମନର ଶାନ୍ତିଠାରୁ ବଡ଼ କୌଣସି ଧନ ନାହିଁ। ଯିଏ ନିଜ ମନକୁ ଶାନ୍ତ ରଖିବା ଶିଖିଛି ତାଠାରୁ ଧନୀ ଆଉ କେହି ନାହିଁ। ସମୟ ମଣିଷ ଦ୍ୱାରା ତିଆରି ପଥ ଅନୁସରଣ କରେ ନାହିଁ। ମଣିଷକୁ ସମୟ ଦ୍ୱାରା ଦର୍ଶାଯାଇଥିବା ପଥ ଅନୁସରଣ କରିବାକୁ ପଡ଼ିଥାଏ। ଏହାକୁ ଭାଗ୍ୟ କୁହାଯାଏ। ଯେତେବେଳେ ଆମେ ନିଜକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ପରିସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରୁ, ସେତେବେଳେ ଜୀବନ କଷ୍ଟକର ମନେ ହୁଏ। ମା ଏବଂ ବାପା ହେଉଛନ୍ତି ଦୁନିଆର ଏକମାତ୍ର ବ୍ୟକ୍ତି ଯେଉଁମାନେ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଆମ ଅପେକ୍ଷା ଅଧିକ ସଫଳ ହୁଅନ୍ତୁ। ସମୟ, ବନ୍ଧୁ ଏବଂ ସମ୍ପର୍କ ହେଉଛି ଏହି ଜିନିଷ ଯାହା ଆମେ ମାଗଣାରେ ପାଇଥାଉ, କିନ୍ତୁ ଆମେ ସେମାନଙ୍କର ଅମୂଲ୍ୟତା ସେତେବେଳେ ଅନୁଭବ କରୁ ଯେତେବେଳେ ସେମାନେ କୌଣସି ସ୍ଥାନରେ ହଜିଯାଆନ୍ତି। ଜୀବନରେ କିଛି ଯନ୍ତ୍ରଣା ଅଛି ଯାହା ଆମକୁ ବଞ୍ଚିବାକୁ ଦିଏ ନାହିଁ ଏବଂ କିଛି କର୍ତ୍ତବ୍ୟ ଅଛି ଯାହା ଆମକୁ ମରିବାକୁ ଦିଏ ନାହିଁ। ତୁମେ ଯେତେ ଭଲ କାମ କର, ତୁମେ କେବଳ ଶ୍ମଶାନରେ ପ୍ରଶଂସା ପାଇବ। ଯଦି ତୁମେ କାହାକୁ ଥରେ କ୍ଷମା କର, ତେବେ ତୁମେ ଜ୍ଞାନୀ। ଯଦି ତୁମେ ସେହି ବ୍ୟକ୍ତିକୁ ଦ୍ୱିତୀୟ ଥର ପାଇଁ କ୍ଷମା କର, ତେବେ ତୁମେ ବହୁତ କୋମଳ ହୃଦୟର। ଯଦି ତୁମେ ସେହି ବ୍ୟକ୍ତିକୁ ତୃତୀୟ ଥର ପାଇଁ କ୍ଷମା କର, ତେବେ ତୁମେ ଦୁନିଆର ସବୁଠାରୁ ବଡ଼ ମୂର୍ଖ। ଜୀବନର ସବୁଠାରୁ ମହଙ୍ଗା ଜିନିଷ ହେଉଛି ତୁମର ବର୍ତ୍ତମାନ। ଥରେ ଏହା ଚାଲିଗଲେ ଆମେ ଦୁନିଆରେ ସମସ୍ତ ସମ୍ପତ୍ତି ଦେଇ ମଧ୍ୟ ଏହାକୁ କିଣିପାରିବୁ ନାହିଁ। ସଂସାରର ସହଯୋଗରେ ଦେଖାଯାଉଥିବା ସୁଖ ମଧ୍ୟ ଦୁଃଖ ସହିତ ମିଶ୍ରିତ, କିନ୍ତୁ ସଂସାରରୁ ବିଚ୍ଛିନ୍ନ ହେବା ଦ୍ୱାରା ସୁଖ ଏବଂ ଦୁଃଖରୁ ଅନନ୍ତ ଆନନ୍ଦ ମିଳିଥାଏ। ଯଦି ତୁମେ ଭଗବାନଙ୍କ ଠାରୁ ମାଗିବା ସମୟରେ କିଛି ପାଇବ ନାହିଁ, ତେବେ ତାଙ୍କ ଉପରେ ରାଗିବ ନାହିଁ, କାରଣ ଈଶ୍ୱର ତୁମକୁ ଯାହା ପସନ୍ଦ କରନ୍ତି ତାହା ଦିଅନ୍ତି ନାହିଁ, ବରଂ ସେ କେବଳ ସେହି ଜିନିଷ ଦିଅନ୍ତି ଯାହା ତୁମ ପାଇଁ ଭଲ। ଜୀବନରେ ଏପରି ଜଣେ ବ୍ୟକ୍ତି ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ଯାହାଙ୍କ ହୃଦୟର ଅବସ୍ଥା ପ୍ରକାଶ କରିବା ପାଇଁ ଶବ୍ଦର ଆବଶ୍ୟକତା ନାହିଁ। ହୁଏତ ତାଙ୍କୁ ପରମାତ୍ମା କୁହାଯାଏ। କାହ୍ନା କୁହନ୍ତି, ଯିଏ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରେ, ସେ ମୋର ପରମଧାମ ପ୍ରାପ୍ତ କରେ। ସମୟ ପରିସ୍ଥିତି ଅନୁସାରେ ପରିବର୍ତ୍ତନ ହୁଏ ଏବଂ ଯେତେବେଳେ ଲୋକମାନେ ସୁଯୋଗ ଅନୁସାରେ ତୁମ ବିଷୟରେ ଖରାପ କଥା କୁହନ୍ତି, ସେତେବେଳେ ଚିନ୍ତିତ ହୁଅ ନାହିଁ, କାରଣ ସେହି ଲୋକମାନେ ତୁମକୁ ଗୁରୁତ୍ୱ ଦେବାର ଅନ୍ୟ କୌଣସି ଉପାୟ ଜାଣନ୍ତି ନାହିଁ। ଜାଣିବାର ଶକ୍ତି, ସତ୍ୟଠାରୁ ମିଥ୍ୟାକୁ ପୃଥକ କରୁଥିବା ଜ୍ଞାନକୁ ଜ୍ଞାନ କୁହାଯାଏ। କାହ୍ନା କୁହନ୍ତି ଯେ ମୁଁ ପୃଥିବୀର ମଧୁର ସୁଗନ୍ଧ, ମୁଁ ଅଗ୍ନିର ଉତ୍ତାପ, ମୁଁ ସମସ୍ତ ଜୀବଜନ୍ତୁଙ୍କ ଜୀବନ ଏବଂ ମୁଁ ସନ୍ନ୍ୟାସୀଙ୍କ ଆତ୍ମନିୟନ୍ତ୍ରଣ ମଧ୍ୟ। ଯେପରି ଡଙ୍ଗା ସମୁଦ୍ର ପାର ହେବାର ଏକମାତ୍ର ମାଧ୍ୟମ, ସେହିପରି ସତ୍ୟ ସ୍ୱର୍ଗକୁ ଯିବାର ଏକମାତ୍ର ସିଡ଼ି। ଆମେ
ନ କହିଲେ ମଧ୍ୟ ସେ ଶୁଣନ୍ତି, ସେଥିପାଇଁ ତାଙ୍କର ନାମ ପରମାତ୍ମା। ଯଦି ସେ ନ କହିଲେ ମଧ୍ୟ ଆମେ ତାଙ୍କୁ ଶୁଣୁ, ଏହାକୁ ଶ୍ରଦ୍ଧା କୁହାଯାଏ। ସମସ୍ତଙ୍କ ସହିତ ଏପରି ବ୍ୟବହାର କର ଯେ ଯଦି କେହି ତୁମ ବିଷୟରେ ଖରାପ କଥା କୁହେ, କେହି ତାକୁ ବିଶ୍ୱାସ ନ କରନ୍ତି। ସମ୍ପର୍କ କେବଳ ସେହି ଆତ୍ମାମାନଙ୍କ ସହିତ ସ୍ଥାପିତ ହୁଏ ଯାହାର ପୂର୍ବଜନ୍ମରୁ ଆମ ସହିତ କିଛି ସମ୍ପର୍କ ଅଛି। ନଚେତ୍ ଜଗତର ଏହି ଭିଡ଼ରେ କିଏ କାହାକୁ ଜାଣେ? କାହ୍ନା କୁହନ୍ତି ଯେ ଯଦିଓ ମୁଁ ସୃଷ୍ଟିକର୍ତ୍ତା, ମୁଁ ଭାଗ୍ୟର ନିୟମକୁ ଏଡ଼ାଇ ପାରିଲି ନାହିଁ। ରାଧା ମୋର ଇଚ୍ଛା ଥିଲା ଏବଂ ମୀରା ମୋତେ ଚାହୁଁଥିଲା, କିନ୍ତୁ ମୁଁ ରୁକ୍ମିଣୀଙ୍କର ହୋଇଗଲି। ଅସ୍ତ୍ର କେବଳ ଶରୀର ଆଘାତ କରେ, କିନ୍ତୁ ଶବ୍ଦ ଆତ୍ମାକୁ ମଧ୍ୟ ଆଘାତ କରେ। ଜଗତରେ କେବଳ ମାତା ଏବଂ ପିତା ଏପରି ଲୋକ ଯେଉଁମାନେ ଚାହାନ୍ତି ଯେ ସେମାନଙ୍କ ସନ୍ତାନମାନେ ସେମାନଙ୍କ ଅପେକ୍ଷା ଅଧିକ ସଫଳ ହୁଅନ୍ତୁ। ଜୀବନରେ ଅଧା ଦୁଃଖ ଜନ୍ମ ନିଏ କାରଣ ସେମାନଙ୍କର ଆଶା ଅଧିକ। ଏହି ଆଶାଗୁଡ଼ିକୁ ତ୍ୟାଗ କରି ଦେଖନ୍ତୁ, ଜୀବନରେ କେବଳ ସୁଖ ଅଛି। ଜୀବନର ଏହି ଯୁଦ୍ଧରେ ଜଣେ ବ୍ୟକ୍ତିକୁ ନିଜେ କୃଷ୍ଣ ଏବଂ ଅର୍ଜୁନ ହେବାକୁ ପଡ଼ିବ। ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ନିଜର ସାର ହୋଇ ଜୀବନର ମହାଭାରତ ସହିତ ଲଢ଼ିବାକୁ ପଡ଼ିବ। ନିଜ କଥାକୁ ଏତେ ମଧୁର ରଖନ୍ତୁ ଯେ ଯଦି ଆପଣଙ୍କୁ ସେଗୁଡ଼ିକ ଫେରାଇ ନେବାକୁ ପଡ଼େ, ତେବେ ତାହା ଆପଣଙ୍କୁ ତିକ୍ତ ମନେ ହେବ ନାହିଁ। ଫଳର କୌଣସି ଇଚ୍ଛା ବିନା ନିଜର କାମ କରୁଥିବା ବ୍ୟକ୍ତି ତାଙ୍କ ଜୀବନକୁ ସଫଳ କରିଥାଏ। ଜୀବନରେ ଅହଙ୍କାର ମଧ୍ୟ ଆବଶ୍ୟକ, କିନ୍ତୁ କେବଳ ଯେତେବେଳେ ଏହା ଅଧିକାର, ଚରିତ୍ର ଏବଂ ସମ୍ମାନର ବିଷୟ। ସମସ୍ତଙ୍କର ସେବା ନିଶ୍ଚୟ କରନ୍ତୁ, କିନ୍ତୁ କାହାଠାରୁ ଆଶା ରଖନ୍ତୁ ନାହିଁ, କାରଣ ସେବାର ପ୍ରକୃତ ମୂଲ୍ୟ କେବଳ ଭଗବାନ ଦେଇପାରିବେ, ମଣିଷ ନୁହେଁ। ମଣିଷ ନିଜେ ତା'ର ଆଚରଣ ମାଧ୍ୟମରେ ତା'ର ଗୁପ୍ତ କଥା ପ୍ରକାଶ କରେ। ଭୁଲ କରିବା ପ୍ରକୃତି, ସେଗୁଡ଼ିକୁ ଗ୍ରହଣ କରିବା ସଂସ୍କୃତି ଏବଂ ସେଗୁଡ଼ିକୁ ସଂଶୋଧନ କରିବା ପ୍ରଗତି। ଜଣେ ବ୍ୟକ୍ତି ସବୁକିଛି ପରିବର୍ତ୍ତନ କରେ, ଘର, ସମ୍ପର୍କ, ବନ୍ଧୁ, କିନ୍ତୁ ନିଜକୁ ପରିବର୍ତ୍ତନ ନ କରିବା ହେତୁ ସେ ଦୁଃଖିତ ରହିଥାଏ। ଈଶ୍ୱରଙ୍କ ନିଷ୍ପତ୍ତି ଉପରେ କେବେ ସନ୍ଦେହ କର ନାହିଁ। ଯଦି ତୁମେ ଦଣ୍ଡ ପାଉଛ, ତେବେ ତୁମେ ନିଶ୍ଚୟ କିଛି ଭୁଲ କରିଛ। ତୁମେ କାହିଁକି ଅଯଥା ଚିନ୍ତା କରୁଛ? ତୁମେ କାହାକୁ ଅଯଥା ଭୟ କର ନାହିଁ। ତୁମେ କାହାକୁ ଅଯଥା ଭୟ କର? କିଏ ତୁମକୁ ମାରିପାରେ? ଆତ୍ମା ଜନ୍ମ ହୁଏ ନାହିଁ କି ମରେ ନାହିଁ। ନା ଏହି ଶରୀର ତୁମର, ନା ତୁମେ ଏହି ଶରୀରର। ଏହି ଶରୀର 5ଟି ଜିନିଷରେ ଗଠିତ: ଅଗ୍ନି, ଜଳ, ବାୟୁ, ପୃଥିବୀ ଏବଂ ଆକାଶ। ଶେଷରେ ଏହା ସବୁ ମାଟିରେ ମିଶିଯିବ। କିନ୍ତୁ ଏହି ଆତ୍ମା ସ୍ଥିର। ତୁମେ ଯାହାକୁ ମୂର୍ତ୍ତି ବୋଲି ଭାବୁଛ, ତାହା ପ୍ରକୃତରେ ଏକ ନୂତନ ଜୀବନ। ଦୁଃଖ ଏବଂ କଷ୍ଟ ଜଣେ ବ୍ୟକ୍ତିକୁ କଷ୍ଟ ଦେବା ପାଇଁ ଆସେ ନାହିଁ, ବରଂ ତା'ର କ୍ଷମତା ଏବଂ ଆତ୍ମବିଶ୍ୱାସ ପରୀକ୍ଷା କରିବା ପାଇଁ ଆସେ। ଯାହାର ମନ ଶାନ୍ତ ଥାଏ, ଯିଏ କହିବା ଏବଂ ନିଜ କାମ କରିବା ସମୟରେ ଶାନ୍ତ ରହିଥାଏ, ସେହି ବ୍ୟକ୍ତି ସତ୍ୟ ହାସଲ କରିଛି। ଯାହା ଘଟିଛି ତାହା ଭଲ ପାଇଁ, ଯାହା ଘଟୁଛି ତାହା ଭଲ ପାଇଁ ମଧ୍ୟ, ଯାହା ହେବ ତାହା ଭଲ ପାଇଁ ହେବ। ଯାହା ବିତିଯାଇଛି ତାହା ପାଇଁ ପଶ୍ଚାତାପ କର ନାହିଁ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କର ନାହିଁ। ବର୍ତ୍ତମାନ ଚାଲିଛି। ଜଣେ ଜ୍ଞାନୀ ବ୍ୟକ୍ତି ଠିକ୍ ସେହିପରି ନିଜର ତ୍ରୁଟିକୁ ଦୂର କରେ, ଯେପରି ଜଣେ ସୁନାରୀ ରୂପାରୁ ମଇଳାକୁ ଧୀରେ ଧୀରେ ବାହାର କରେ ଏବଂ ଏହି ପ୍ରକ୍ରିୟାକୁ ବାରମ୍ବାର ପୁନରାବୃତ୍ତି କରେ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ଦୁନିଆରେ ତୁମେ ଗୋଟିଏ ମୁହୂର୍ତ୍ତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଅ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତୁମେ ଦରିଦ୍ର ହୋଇଯାଅ। ମୋର, ତୁମର, ଛୋଟ ଏବଂ ବଡ଼, ତୁମର ଏବଂ ଅନ୍ୟମାନଙ୍କ ଚିନ୍ତାକୁ ତୁମର ମନରୁ ଦୂର କର। ତାପରେ ସବୁକିଛି ତୁମର, ତୁମେ ସମସ୍ତଙ୍କର। କେବଳ ସମୟ ଉପରେ ନିର୍ଭର କର ନାହିଁ। ଭାଗ୍ୟବାନଙ୍କ ହାତ ଖାଲି ରହିପାରେ ଯେଉଁମାନେ
କଠିନ ପରିଶ୍ରମ କରନ୍ତି ସେମାନଙ୍କର ନୁହେଁ, ତୁମର ଚିନ୍ତାଧାରା ବଦଳାଅ। ଏହି ଚିନ୍ତାଧାରା ନିଶ୍ଚିତ ଭାବରେ ତୁମର ଜୀବନକୁ ବଦଳାଇ ଦେବ। ତୁମକୁ କୌଣସି ରାସ୍ତାରେ ଏକା ଚାଲିବାକୁ ପଡ଼ିବ। ପରିବାର ନାହିଁ, ବନ୍ଧୁ ନାହିଁ, ସାଥୀ ନାହିଁ, କେବଳ ତୁମେ ଏବଂ ତୁମର ସାହସ। ପ୍ରଥମେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର କାମ କର। ଜୀବନରେ ଯାହା ଘଟେ ତାହା କୌଣସି କାରଣରୁ ଘଟେ। ଏହା ତୁମକୁ କିଛି ତିଆରି କରେ କିମ୍ବା ତୁମକୁ କିଛି ଶିଖାଏ। ଯଦି ଏହା କିଛି ଫରକ ପଡ଼େ ନାହିଁ, ତେବେ ଲୋକମାନେ କଥାବାର୍ତ୍ତା ଛାଡ଼ି ଦିଅନ୍ତି ଏବଂ ତୁମକୁ ଦେଖିବା ମଧ୍ୟ ବନ୍ଦ କରିଦିଅନ୍ତି। ତେଣୁ କେବଳ ନିଜଠାରୁ ଆଶା ରଖନ୍ତୁ। ରାସ୍ତା କେବେ ଶେଷ ହୁଏନି, ଲୋକମାନେ କେବଳ ସାହସ ହରାଉଛନ୍ତି। ଯଦି ତୁମେ ପହଁରି ଶିଖିବାକୁ ଚାହୁଁଛ, ତେବେ ତୁମକୁ ପାଣିରେ ପଶିବାକୁ ପଡ଼ିବ। କୂଳରେ ବସି କେହି ବୁଡ଼ାଳି ହୁଏ ନାହିଁ। ଯଦି ଜଣେ ବ୍ୟକ୍ତି ଟିକିଏ ସାନ୍ତ୍ୱନା ଛାଡ଼ି ଏକ ବଡ଼ ଖୁସି ଦେଖିପାରେ, ତେବେ ଜଣେ ବୁଦ୍ଧିମାନ ବ୍ୟକ୍ତି ଟିକିଏ ସାନ୍ତ୍ୱନା ଛାଡ଼ି ଏକ ବଡ଼ ଖୁସି ଦେଖିବା ଉଚିତ। ଏହାକୁ ହାସଲ କରନ୍ତୁ। ଜୀବନଯାତ୍ରାରେ ବିଶ୍ୱାସ ଆପଣଙ୍କୁ ପୋଷଣ ଦେଲା ପରି ଏବଂ ସତର୍କତା ଆପଣଙ୍କୁ ସୁରକ୍ଷା ପ୍ରଦାନ କରେ। ବିପଦ ଶତ୍ରୁଙ୍କ ଠାରୁ ନୁହେଁ, ବରଂ ଆପଣଙ୍କ ଚାରିପାଖର ଲୋକଙ୍କ ଠାରୁ। କାରଣ ଡଙ୍ଗା ବୁଡ଼ିଯାଏ ବାହାର ପାଣି ଯୋଗୁଁ ନୁହେଁ, ବରଂ ଭିତରେ ଥିବା ଗାତ ଯୋଗୁଁ। ସ୍ୱାସ୍ଥ୍ୟ ହେଉଛି ସର୍ବୋତ୍ତମ ଉପହାର। ସନ୍ତୋଷ ସବୁଠାରୁ ବଡ଼ ଧନ ଏବଂ ବିଶ୍ୱସ୍ତତା ହେଉଛି ସର୍ବୋତ୍ତମ ସମ୍ପର୍କ। ଚିନ୍ତା ଏବଂ ଚିତ୍ତା ମଧ୍ୟରେ କେବଳ ଏକ ବିନ୍ଦୁ ପାର୍ଥକ୍ୟ ଅଛି, କିନ୍ତୁ ଚିତ୍ତା ମୃତକୁ ପୋଡ଼ିଦିଏ ଏବଂ ଚିନ୍ତା ଜୀବିତକୁ ପୋଡ଼ିଦିଏ। ତୁମର ଯାହା ଅଛି ତାକୁ ଅତି ରଞ୍ଜିତ କର ନାହିଁ ଏବଂ ଅନ୍ୟମାନଙ୍କୁ ଈର୍ଷା କର ନାହିଁ। ଯେଉଁମାନେ ଅନ୍ୟମାନଙ୍କୁ ଈର୍ଷା କରନ୍ତି ସେମାନେ ମନରୁ ଶାନ୍ତି ପାଆନ୍ତି ନାହିଁ। ଦୁନିଆ ସବୁବେଳେ ପ୍ରଶଂସା ଏବଂ ଦୋଷ ଖୋଜିବାର ଉପାୟ ପାଇଛି। ଏହା ହିଁ ଘଟୁଛି ଏବଂ ଏହା ଘଟି ରହିବ। ଯିଏ ପ୍ରକୃତରେ ନିଜକୁ ଭଲ ପାଏ, ସେ କେବେ ଅନ୍ୟ ବ୍ୟକ୍ତିକୁ କଷ୍ଟ ଦିଏ ନାହିଁ। ଯେଉଁମାନେ ବିଚଳିତକାରୀ ଚିନ୍ତାଧାରାରୁ ମୁକ୍ତ, ସେମାନେ ନିଶ୍ଚିତ ଭାବରେ ଶାନ୍ତି ପାଆନ୍ତି। ଯେଉଁମାନେ ବଡ଼ କଥା କୁହନ୍ତି କେବଳ ଶବ୍ଦରେ ରହିଯାଆନ୍ତି ଏବଂ ଯେଉଁମାନେ ହାଲୁକା ହସନ୍ତି ସେମାନେ ବହୁତ କିଛି କୁହନ୍ତି। ଯେଉଁମାନେ ପାଣିରେ ଗାଧୋଇ ଦିଅନ୍ତି ସେ କେବଳ ନିଜର ପୋଷାକ ବଦଳାଇ ପାରନ୍ତି, କିନ୍ତୁ ଯିଏ ଝାଳରେ ଭିଜିଥାଏ ସେ ଇତିହାସ ବଦଳାଇ ପାରେ। ସମ୍ପର୍କର ମଜା କରିବାକୁ ଗୋଟିଏ ମିନିଟ୍ ଲାଗେ, କିନ୍ତୁ ଆମେ ଭୁଲି ଯାଉ ଯେ ଜୀବନ କେବଳ ସମ୍ପର୍କ ଦ୍ୱାରା ସଜାଯାଇଥାଏ ଏବଂ ସମୃଦ୍ଧ ହୋଇଥାଏ। ମନରେ ଯାହା ଅଛି ତାହା ସ୍ପଷ୍ଟ ଭାବରେ କହିବା ଉଚିତ, କାରଣ ସତ୍ୟ କହିବା ଦ୍ୱାରା ନିଷ୍ପତ୍ତି ନିଆଯାଇଥାଏ ଏବଂ ମିଛ କହିବା ଦ୍ୱାରା ଦୂରତା ଆସିଥାଏ। ସକାଳର ନିଦ ବ୍ୟକ୍ତିର ଉଦ୍ଦେଶ୍ୟକୁ ଦୁର୍ବଳ କରିଥାଏ। ଯେଉଁମାନେ ନିଜର ଲକ୍ଷ୍ୟ ହାସଲ କରନ୍ତି ସେମାନେ କେବେ ବିଳମ୍ବରେ ଶୁଅନ୍ତି ନାହିଁ। ସମସ୍ତଙ୍କୁ ଆପଣଙ୍କ ହୃଦୟରେ ସେତେ ସ୍ଥାନ ଦିଅନ୍ତୁ ଯେପରି ସେ ଦିଅନ୍ତି, ନଚେତ୍ ଆପଣ କାନ୍ଦିବେ, ନଚେତ୍ ସେ ଆପଣଙ୍କୁ କନ୍ଦାଇବେ। ସଫଳ ହେବା ପାଇଁ ଆପଣଙ୍କୁ ଆପଣଙ୍କ କଠିନ ପରିଶ୍ରମରେ ବିଶ୍ୱାସ କରିବାକୁ ପଡ଼ିବ, କାରଣ ଭାଗ୍ୟ ଜୁଆର ପରୀକ୍ଷା ହୁଏ। ଯଦି ଆପଣ ଜୀବନରେ ଲୋକପ୍ରିୟ ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ଅପଶବ୍ଦକୁ ସର୍ବାଧିକ, ତାପରେ ହମ୍ ଏବଂ ମୁଁ ଶବ୍ଦକୁ ସର୍ବନିମ୍ନ ବ୍ୟବହାର କରିବା ଉଚିତ। ଚିନ୍ତାରେ ନିଜ ଶକ୍ତି ନଷ୍ଟ କରିବା ପରିବର୍ତ୍ତେ ସମାଧାନ ଖୋଜିବାରେ ଏହାକୁ ବ୍ୟବହାର କରିବା ଭଲ। ମନ୍ଦ ଦେଖିବା ଏବଂ ଶୁଣିବା ହେଉଛି ମନ୍ଦର ଆରମ୍ଭ। ପ୍ରେରଣାର ସବୁଠାରୁ ବଡ଼ ଉତ୍ସ ହେଉଛି ନିଜ ଚିନ୍ତାଧାରା। ତେଣୁ ବଡ଼ ଚିନ୍ତା କରନ୍ତୁ ଏବଂ ନିଜକୁ ଜିତିବା ପାଇଁ ପ୍ରେରଣା ଦିଅନ୍ତୁ। କର୍ମର ହିସାବ ବହୁତ ସରଳ। ଭଲ କର ଏବଂ ଭଲ ହେବାକୁ ଦିଅ, ମନ୍ଦ କର ଏବଂ ଖରାପ ହେବାକୁ ଦିଅ। ଯିଏ ବଞ୍ଚି ରହିବା ପରେ ମଧ୍ୟ ଶ୍ରୀ ରାଧାକୃଷ୍ଣଙ୍କୁ ପ୍ରଶଂସା ଗାନ କରେ ନାହିଁ, ସେ ମୂର୍ଖ। ସେ ମୋକ୍ଷ ପାଇବା ପରେ ମଧ୍ୟ ମୋକ୍ଷର ସିଡ଼ି ଚଢ଼ିବାକୁ ଚେଷ୍ଟା କରେ ନାହିଁ। ଯିଏ ଦୁଃଖ ଭୋଗେ ସେ ପରେ ଖୁସି ହୋଇପାରେ, କିନ୍ତୁ ଯିଏ ଯନ୍ତ୍ରଣା ଦିଏ ସେ କେବେ ଖୁସି ହୋଇପାରେ ନାହିଁ। ନିଜ ଭିତରେ କରୁଣା ରଖନ୍ତୁ, କ୍ରୋଧ ନୁହେଁ। ଫୁଲ ମେଘର ବର୍ଷା ଯୋଗୁଁ ଫୁଟେ, ସେମାନଙ୍କ ଘଡ଼ଘଡ଼ି ଯୋଗୁଁ ନୁହେଁ। ଭୁଲ ବ୍ୟକ୍ତି ଯେତେ ମିଠା କଥା କହିଲେ ମଧ୍ୟ ଏହା ଆପଣଙ୍କ ପାଇଁ ରୋଗ ହୋଇଯିବ।
ଜଣେ ସତ୍ୟବାଦୀ ବ୍ୟକ୍ତି ଯେତେ ତିକ୍ତ ମନେ ହେଉ ଗୋଟିଏ ଦିନ ଏହା ଔଷଧ ଭାବରେ ଉପଯୋଗୀ ହେବ। ଯେପରି ଗୋଟିଏ ଦୀପ ତା'ର ଆଲୋକ ହ୍ରାସ ନ କରି ହଜାର ହଜାର ଦୀପ ଜାଳିଥାଏ, ସେହିପରି ଯଦି ଖୁସି ବାଣ୍ଟି ଦିଆଯାଏ ତେବେ ଖୁସି କମିଯାଏ ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ହେ ମାନବ, ଯଦି ତୁମେ ସମସ୍ତ ସାଂସାରିକ ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛ ତେବେ ମୋତେ ପୂଜା କର। ଯିଏ ମୋତେ ପୂଜା କରେ ନାହିଁ ସେ ଏହି ଜୀବନରେ କିମ୍ବା ପର ଜୀବନରେ ଶାନ୍ତି ପାଇପାରିବ ନାହିଁ। ବନ୍ଧୁଗଣ, ଯଦି ଆପଣ ଏହି ଭିଡ଼ିଓରୁ କିଛି ଶିଖିଛନ୍ତି ତେବେ ନିଶ୍ଚିତ ଭାବରେ କମେଣ୍ଟରେ ଜୟ ଶ୍ରୀ ରାଧେକୃଷ୍ଣ ଲେଖନ୍ତୁ ଏବଂ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।